ଶୈଳୀ କରିଥିଲୁ। ଆମେ ଚାହୁଁଛୁ ଆପଣମାନଙ୍କୁ ନେଇ ପୁରା ଉତ୍କଳୀୟ ଦଳ ସମାଜକୁ ନେଇ ଯେପରି ଏଇ ନୀଳକଣ୍ଠେଶ୍ୱର ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଉ କମିଟି ବନ୍ଧୁମାନେ ଆମର ସହଯୋଗ କରୁଛନ୍ତି, ଦଣ୍ଡ ଜଗତରେ ଏମିତି କିଛି ନୀତି ନିୟମ ହଉ ଯେପରି ସମସ୍ତ କଳାକାର, ସମସ୍ତ ମ୍ୟାନେଜର, ସମସ୍ତ ଜଜ୍ ଏବଂ ଉପସ୍ଥିତ ଥିବା ସମସ୍ତ ଗୁରୁଜନ ମଣ୍ଡଳୀ ଏବଂ ଦର୍ଶକ ଶାନ୍ତି ଶୃଙ୍ଖଳାରେ ଏବଂ ଦଣ୍ଡ ବୋଲି ଯୋଉ ଶବ୍ଦ ଅଛି ଆମର ପୁରୁଣା ପରମ୍ପରା ତାଙ୍କୁ ବୁଝିପାରିବେ ଏବଂ ବୁଝେଇ ପାରିବେ। ଯାହା ହଉ ରାଣୀଗୁଡ଼ା ଗ୍ରାମକୁ ଆମେ ଯାଇଥିଲୁ, ସେ ଗ୍ରାମର ଯୋଉ କମିଟିର ଶୃଙ୍ଖଳିତ ହେଲା ଆମେ ଦେଖି ଅନେକ ଖୁସି ହେଲୁ। ତେଣୁ ସମସ୍ତ ଅଭାବ ମତେ ଭଲ ଲାଗୁନାହିଁ, ପୁରା କଷ୍ଟ ହଉଛି, କିଛି କହିବାକୁ ଚାହୁଁନି। ବର୍ତ୍ତମାନ ଆମ କମିଟିର ସଭାପତି ଯାହା କିଛି ଆପଣଙ୍କୁ ଜଣେଇବେ। ମୋ ତରଫରୁ ମୁଁ ଉପସ୍ଥିତ କଳାକାର ମାନଙ୍କୁ ଏବଂ ମ୍ୟାନେଜର ମହୋଦୟକୁ ଅନୁରୋଧ କରୁଛି, ଯଦି ଆମ କର୍ମକର୍ତ୍ତା ମାନେ କିଛି ତ୍ରୁଟି କରିଥିବେ ଏ ଗ୍ରାମର ଛୋଟ ଭାଇ ଭାବି ଆପଣମାନେ କ୍ଷମା କରିବେ। ଜୟ ବାବା ନୀଳକଣ୍ଠେଶ୍ୱର। ମୁଁ ଆମ କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମହୋଦୟକୁ କିଛି କହିବା ପାଇଁ ମୋର ଅନୁରୋଧ କରୁଛି। ଶ୍ରୀଯୁକ୍ତ ପଦ୍ମଚରଣ ସାହୁ। ହ୍ୟାଲୋ ହ୍ୟାଲୋ ଉଭୟ କଳାକାରଙ୍କୁ ମୋର ବହୁତ ବହୁତ ଧନ୍ୟବାଦ। ଆମର ବିଚାରପତି ମହୋଦୟ ଯାହା ଯେମିତି କରିଛନ୍ତି ସେଇଟା ଆପଣ ଉଭୟ ମାନି ନେବେ। ଯାହା ହଉ ଆଜି ବହୁତ ଭଲ ହେଲା, କିନ୍ତୁ ଯୋଉ ସାଂସ୍କୃତିକ କଳା ଆପଣ ବଜାୟ ରଖିଛନ୍ତି କିନ୍ତୁ ଭାଷା ମଝିରେ ମଝିରେ ଖରାପ କରିଦଉଛନ୍ତି ଆଜ୍ଞା। ଦେଖନ୍ତୁ କିଏ ମା ପୁଅ, କିଏ ଭାଇ ଭାଇ, କିଏ ଭାଇ ଭଉଣୀ, ବିଭିନ୍ନ ପ୍ରକାର ଲୋକ ବସୁଛନ୍ତି। ଏଣୁ ମଝିରେ ମଝିରେ ଯୋଉ ଭାଷା ଗୁଡାକ ଟିକେ ସଜାଉଟ କରି ସାହିତ୍ୟ ଭାଷାରେ କହୁନାହାନ୍ତି। ଏଣୁ ଯାହା ହଉ ବହୁତ ଭଲ କରେ। ଏଣୁ ଆଜିର ବିଜେତା ଯିଏ ହେଲେ ଜଣେ ହବ ନା। ଏଣୁ ସେଇଟା କିଏ କେତେ କଣ ହେଲା ସେଇଟା ଆମର ମନ୍ଦିର ନୀଳକଣ୍ଠେଶ୍ୱର ମନ୍ଦିର କମିଟିର ସମ୍ପାଦକ ସେ ଡିକ୍ଲେୟାର କରିବେ। ଏତିକି କହି ମୋର ରହୁଛି, ଧନ୍ୟବାଦ। ହଉ, ବର୍ତ୍ତମାନ ମୋ ସରପାର ଗାୟକ ମହାଶୟ ଅଛନ୍ତି ମଞ୍ଚରେ, ସପତ୍ନୀକ ଆଜିର ଫଳାଫଳ ଯାହା ହବ ତାପରେ କଣ କିଛି କହିବାର ଅଛି? ନାଇଁ ଆଜ୍ଞା, ମୁଁ ସୁନେପାଳରେ ଦୀର୍ଘ 4 ବର୍ଷ କାଳ ନାଚି ଥର ମୁଁ କେବେ ସେମିତିଆ ବିତୃପ୍ତ କଥା କିମ୍ବା ବ୍ୟବହାର ପାଇନି। ଆଜି ଯେଉଁ ପ୍ରତିଯୋଗିତା ହେଲା ଆପଣ ଯାହା ନିଷ୍ପତ୍ତି ଦେବେ ଆମେ ସେଇଥିରେ ମାନି ନେବା ପାଇଁ ବାଧ୍ୟ। ତେଣୁ ଆମେ ବିଶୃଙ୍ଖଳା କରିବାକୁ ଚାହୁଁ। ସାର୍ ଆପଣଙ୍କର କଣ କହିବେ? ବହୁତ ଦିନ ଆପଣଙ୍କର ପେଣ୍ଡାଲ ମୁଁ କରିଛି, କିଛି କହିବାର ନାହିଁ। ବର୍ତ୍ତମାନ ଆମର ଅଭାବାବୁ ଆଜି ଦିନର ଯୋଉମାନେ ଦଳର ଶ୍ରେଷ୍ଠ କଳା ପ୍ରଦର୍ଶନ କଲେ ଆଜି ଦିନର, ସେ କଂସରା ହୁଅନ୍ତୁ, ସରପା ହୁଅନ୍ତୁ, ପୁରୁଷ ଭୂମିକାରେ ଏବଂ ନାରୀ ଭୂମିକାରେ ତାଙ୍କୁ ଦିଅନ୍ତୁ ଗୋଟେ। ଆଗ ନାରୀ ଆଗ ଦିଅ। ହ୍ୟାଲୋ, ଜଗତ ଜନନୀ ନାରୀ ହଉଛି ପୁରା ବିଶ୍ୱର କର୍ତ୍ତା, ଯାହାକୁ ପ୍ରଥମେ ଆମେ ସବୁ ଜାଗାରେ ଅଗ୍ରାଧିକାର ଦଉଛୁ। ବର୍ତ୍ତମାନ ସରକାର ବି କରୁଛି, ଆମେ ବି ଆପଣମାନଙ୍କୁ ଆମ କମିଟି ତରଫରୁ ଅଗ୍ରାଧିକାର ଦେଇ ଆମର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ। ନାରୀ ଭୂମିକାରେ ଆଜି ଏଇ ସୁନେଲି ସନ୍ଧ୍ୟାରେ ପରିବେଷଣ କରିଥିବା ଆମର ଏଇ ଯୋଉ ରାତ୍ରର ପ୍ରଥମ ରଜନୀରେ ରାଧା ଭୂମିକାରେ ନିଖୁଣ ଅଭିନୟ କରିଥିବାରୁ କଂସରା ରାଧା ବର୍ତ୍ତମାନ ଆମ ପ୍ରେସିଡେଣ୍ଟ ସାହେବଙ୍କ ଠାରୁ ତାଙ୍କର ପ୍ରାଇଜଟି ଗ୍ରହଣ କରିବେ। କଂସରା ରାଧା ଦର୍ଶକ ବନ୍ଧୁ ଉତ୍ସାହିତ କରନ୍ତୁ। ଏକ କଳାର ନିଖୁଣ ଅଭିନୟ ସାରା ରାତି ସେମାନେ କରିଛନ୍ତି। ପୁରୁଷ ଭୂମିକାରେ ଉତ୍କଳୀୟ ଦଣ୍ଡ ସମାଜ ଯେଉଁ ଦଣ୍ଡନାଟ ଆପଣମାନେ କରୁଛନ୍ତି, ସେଇ ପୁରୁଷ ଭୂମିକାରେ
ଆମର କଂସରାର ଯୋଗୀ ଭୂମିକାରେ ଅଭିନୟ କରିଥିବା ବନ୍ଧୁ ଆମ ପେଣ୍ଡାଲ ପାଖକୁ ଆସି ତାଙ୍କର ପ୍ରାଇଜଟି ଆମ ଦଣ୍ଡ ଜଗତର ଜଜ୍ ରୂପରେ ଅଂଶଗ୍ରହଣ କରିଥିବା ଶ୍ରୀଯୁକ୍ତ ବସନ୍ତ ପ୍ରଧାନ ମହୋଦୟଙ୍କୁ ମୁଁ ଅନୁରୋଧ କରୁଛି। ଯୋଗୀ ଭୂମିକାରେ ଅଭିନୟ କରିଥିବା ଅଭୟ ସାର୍, ଆପଣ ଜଣେ ଉଚ୍ଚକୋଟୀର କଳାକାର, ତେଣୁ ମୁଁ ଆମ ଅନୁଷ୍ଠାନର ଶ୍ରୀଯୁକ୍ତ ନିରଞ୍ଜନ ଶାସମଲ ମହୋଦୟଙ୍କୁ କହୁଛି ସେ ଅଭୟ ସାର୍ଙ୍କୁ ସିଲ୍ ଦେଇ ଉତ୍ସାହିତ କରନ୍ତୁ। ଦର୍ଶକ ବନ୍ଧୁ ତାଳି ମାରନ୍ତୁ। ଏ ଜଣେ ଉଚ୍ଚକୋଟୀର କଳାକାର, ସାରା ରାତି ଆମକୁ ଖୁସି ଦେଇଛନ୍ତି, ଆମେ ତାଙ୍କୁ ତାଳି ମାଧ୍ୟମରେ ଖୁସି ଦେବା। ପ୍ରଣାମ ଭାଇ, ଯାହା ହଉ ରାତିରେ ଆମକୁ ଉତ୍ସାହିତ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏବଂ ନାରୀ ଭୂମିକାରେ ସରପା କାରୁଆଣୀ ନାରୀ ଭୂମିକାରେ ଉଚ୍ଚକୋଟୀର ନୃତ୍ୟ ପ୍ରଦର୍ଶନ କରିଥିବାରୁ ସରପା କାରୁଆଣୀକୁ ମୁଁ ଆମ ଅନୁଷ୍ଠାନର ଶ୍ରୀଯୁକ୍ତ ନିରଞ୍ଜନ ଶାସମଲ ମହୋଦୟକୁ ଅନୁରୋଧ କରୁଛି, ତାଙ୍କୁ ତାଙ୍କର କପ୍ ଦେଇ ଉତ୍ସାହିତ କରନ୍ତୁ। ପୁରୁଷ ଭୂମିକାର ନାବିକ ସରପାର ନାବିକ ଆମର ପେଣ୍ଡାଲକୁ ଆସି ତାଙ୍କର କପ୍ଟି ଆମ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମହୋଦୟଙ୍କ ଠାରୁ ଗ୍ରହଣ କରନ୍ତୁ। ଉଭୟ ପାର୍ଟିର ମ୍ୟାନେଜର ମହୋଦୟ ଆମ ପେଣ୍ଡାଲ ପାଖକୁ ଆସିବା ପାଇଁ ଆମ କମିଟି ତରଫରୁ ଅନୁରୋଧ କରାଯାଉଛି। ଉଭୟ ଦଣ୍ଡ କମିଟିର ମ୍ୟାନେଜର ମହୋଦୟ ପେଣ୍ଡାଲ ପାଖକୁ ଆସନ୍ତୁ। ଶୃଙ୍ଖଳିତ ଭାବରେ ଯୋଉ ସାରା ରାତିର ରେଜଲ୍ଟ ଆମ ଗହଣରେ ଆସି ପହଞ୍ଚି ଅଛି, ତାହା ଆମେ ଆପଣମାନଙ୍କ ମତାମତ ନେଇ ଘୋଷଣା କରିବୁ। ଉଭୟ ମ୍ୟାନେଜର ମହୋଦୟକୁ ଆମ ରାଣୀଗଡ଼ା ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ଅନେକ ଧନ୍ୟବାଦ ଜଣାଉଛି, ଆପଣଙ୍କର ସମୟ ଅନୁସାରେ ଆମ ଜାଗାରେ ପହଞ୍ଚିଥିବାରୁ। ଏବଂ ଆମ କମିଟି ତରଫରୁ ଯଦି କିଛି ଦୋଷ ଦୁର୍ବଳତା ଥାଏ ସାନ ଭାଇ ଭାବି କ୍ଷମା କରିଦେବ ବୋଲି ଆଶା ଓ ବିଶ୍ୱାସ ରଖି ମୁଁ ମୋର ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରୁଅଛି। ଯାହା ହଉ ଆପଣମାନେ ଆଜି ପ୍ରଥମ ରଜନୀରେ ଯାହା କିଛି ନାଚ ଗୀତ କଲେ, ଦର୍ଶକ ତ ତାର ନିରବଦ୍ରଷ୍ଟା ଦେଖୁଛନ୍ତି ସାରା ରାତି। ଆମେ ଖାଲି ଏଇ ଖାତା କଲମ ଧରି ଜଜ୍ ମହାଶୟ ଦେଇଥିବା ରେଜଲ୍ଟ ଆପଣମାନଙ୍କୁ ପ୍ରକାଶ କରିବୁ। ଯାହା କିଛି ଆମ ଗହଣରେ କମିଟି ପାଖରେ ପହଞ୍ଚିଛି ଆମେ ତାକୁ ପ୍ରକାଶ କରିବୁ। ମୁଁ ପ୍ରଥମେ ଆମର ସରପା ଭାଇ ଆମ ପେଣ୍ଡାଲରେ ଆସିକି ଉପସ୍ଥିତ ହେଲେ, ଆମେ ଆପଣମାନଙ୍କୁ ଏଇ କମିଟି ତରଫରୁ ଗ୍ରାମବାସୀ ତରଫରୁ ଗୋଟେ କୋଶ୍ଚିନ୍, ଯଦି ଆପଣ ଆଜି ଏଇ ପ୍ରଥମ ରଜନୀର ସୁନେଲି ରାତିରେ ପରିବେଷଣ କରିଥିବା ନାଚରେ ପ୍ରଥମ ସ୍ଥାନ ଦ୍ୱିତୀୟ ସ୍ଥାନ ଯଦି ହାରି ଯାଆନ୍ତି କଣ କହିବେ ଆମ ଏଇ ଦର୍ଶକ ସମାଜକୁ ଟିକେ କୁହନ୍ତୁ। ସାର୍ ସମସ୍ତଙ୍କୁ ନମସ୍କାର। ହାରିଲେ ସାର୍ ଦୁଃଖ ନାହିଁ କି ଜିତିଲେ କିଛି ଖୁସିର ଇଏ ନୁହଁ, ଯାହାହେଲେ ବି ଚଳିବ। ସରକାର ଆମର ମ୍ୟାନେଜର ସାର୍ ଆମକୁ ଦେଖନ୍ତୁ, ଏତେ କଷ୍ଟ କରିକିରି ଗୋଟେ ଖେଳ ପେଣ୍ଡାଲକୁ ଆପଣ ଆସିଲେ ଆଉ କହିଲେ ଜିତିଲେ ଖୁସି ନାହିଁ, ଏ ସବୁ ଶବ୍ଦ ଆମ ଦର୍ଶକ ଆପଣଙ୍କଠୁ ଚାହୁଁନାହାନ୍ତି। ଆମେ ଗୋଟେ ଏତେ ବଡ ଟୁର୍ଣ୍ଣାମେଣ୍ଟ ଆରମ୍ଭ ଏଇ ଯୋଉ ଦଣ୍ଡ ହଉଛି, ଆମେ ଚାହୁଁଛୁ ଆପଣ ମାନଙ୍କୁ ବହୁତ କିଛି ଖୁସି କରିବା ପାଇଁ, ବହୁତ ଚେଷ୍ଟା ବି କରୁଛୁ, କିନ୍ତୁ କିଛି ତ୍ରୁଟି ଆପଣ ମାନଙ୍କ ତରଫରୁ କିମ୍ବା କମିଟି ତ କିଛି କରିବନି ତ୍ରୁଟି। ସବୁବେଳେ ଗୋଟେ ୱାର୍ଲଡ କପ୍ ଥାଏ ଯୋଉଟାକୁ ଆମେ ୱାର୍ଲଡ କପ୍ ରୂପରେ ଆମ ଏଇ ନୀଳକଣ୍ଠେଶ୍ୱର ଯୋଉ ସାଂସ୍କୃତିକ କମିଟି ଆପଣ ମାନଙ୍କୁ ପରିବେଷଣ କରିବାକୁ ଚାହେଁ। ବିଶ୍ୱକପ୍ ଖେଳିଲା ଭଳିଆ ପେଣ୍ଡାଲ ଆମେ ତିଆରି କରିବାକୁ ଚେଷ୍ଟା କରିଛୁ, ଆପ୍ରାଣ ଚେଷ୍ଟା କରୁଛୁ। ଆଉ 2025 ମସିହାର ତାର ରଙ୍ଗମଞ୍ଚରେ ଆମେ ତାକୁ ଦେଖାଇବା ପାଇଁ ବି ଆପଣ ମାନଙ୍କୁ ଚେଷ୍ଟା କରୁଛୁ ସିଲଭର ଜୁବଲି ଇୟରରେ। ତେଣୁ ସୁଦାମ ଭାଇ ଏମିତିକା କଥା ଶୋଭା ପାଇଲାନି ଆପଣଙ୍କ ମୁଖରୁ। ସବୁବେଳେ ଚେଷ୍ଟା କରିବେ ଜିତିବା ପାଇଁ, ହାର ଜିତ ଜୁଡେ ଜିନିଷ। ଆମେ ଖେଳି ଆସିଛୁ, ଶୁଣନ୍ତୁ ଆପଣ ତ କହିଲେ ଆପଣଙ୍କ ବକ୍ତବ୍ୟ ଦର୍ଶକ ବୁଝିଲେ,
आमे सबु बेले जितिबार कौशल तैयारी करिगिरी जितिबा पाई चेष्टा करिबा ताहा परे जहा बेला दर्शक जानिनती आम कमेटी देबो जानि ठीक अछि धन्यवाद आपनकु मु हमर कंसलार मैनेजर भाई को अनुरोध करूची जे आज ए जो फलाफल आम पाखरे आसी पहुंची कमिटी तो किसी एथरे जाय आस नाही आपनकु सब आगुरु आमे जणै देइछु जहा किछि देइजंती जज महोदय जदि आज ए नृत्य परिवेशन में आपण द्वितीय स्थान रखती कौन कहे खोल कहतु समस्त नमस्कार जदि मु हारिली ता भी रानीगुड़ा जो मत स्नेह देजी से मु खुशी अच्छी जे जितली भी तार आहरी खुशी हेबी धन्यवाद आपनकर वक्तव्य पाई आम सांस्कृतिक कमिटी जोगे जोगे मन रखिबो हार जीत जोड़िए शब्द हारिबा जोगे अछि ता परवर्ती स्थानटा होची जितिबा आज हारी दिले काली निश्चय जितिबा आमे आपन को आशा करतो आपन को नृत्य एमती करतो सबुदिन जितंतु रे आमे कागो किछि कहबा नै जे कोनसी अनुष्ठान आमे करितो जो पार्टी आसुछि जितिया पाई चेष्टा करतो एमिति नृत्य परिवेशन करंतु जे गोटे विश्वकप खेला होय आमे करबा आम नाच जी शिखी ताको निखुण भाव में परिवेशन करवा दर्शक समाज पूरा राति सारा देखुं खंड बिटल ये सब माँ झील माँ भौणी दुई बाप पुओ आम सभापति बोधरे देखी आसुँच नृत्य गीत गाऊ कला मध्यम जहाँ कि अच्छी करूँ जज मैंने भी आपण मानक खुशी हे ना नुआ पार्टी हेल्ले भी किसी भल कर देखेले तेणु आपणकर वक्तव्य आम बहुत खुशी जय जगन्नाथ जय बाबा नीलकंठेश्वर वर्तमान जज सार कौन किसी कहे मु आम ग्राम तरफ आपन को कहूँ जो नाच सारा राति आप परिवेशन करेले ता बाबद किसी जदि आपण तरफ कहबार अच्छी पूरा दर्शक संबंध आपण को माइक को केते बेले विपिन बाबू घोषणा करेंगे अनेक बसते आप कहतु समय सुधा बाबू तो मैनेजर से कलाकार ना कि दीप बाबू तुम एकाधार जन कलाकार नाविक जो कि तुम लोग बहुत पेंडाल कर बर्तमान तुम जन परिचालक दक्ष परिचालक मुझे जानी कलाकार तुम कह कि हारला बालार प्रतिक्रिया रहे निश्चित प्रतिक्रिया रहा हरदे अमुक बदले आम जान टूर्णामेंट आम माँ भूल नहीं जाऊँ निराट सत कथा कहूँ परिवार की कौन आम कही आमको जिते कहले असुविधा ना नाच गोटे जिन हारिया जीत अच्छे आ कौन कंसलार बाध्यकार टे नुआ बाध्यकार नहीं से बाध्यकार नाच चली पूरा ये हो जाऊँगी आम बाघ भागुले के बढ़िया तुम थी नाच हारे बाध्यकार भल थे बाध्यकार बाध्यकार किंतु आज भल बाईधन जोगी अभिभावक रोल बहुत मजा लगी भजन बहुत भल आमर बाध्यकार टे नाच गीत ये बेश पोशाक भी टे जोगिदेले भल होता बेश पोशाक भी टे कम अच्छे आ सरकार तुम सब गालुआ तो पुणी अगिरा डाकू हारे से बाबाजी डाकिला से किराला नि आहुरा लगौ जे नि एरा भाई तो सिंगा लगौ जेरा लागु जेरा आस भाई तमे नि आहुरा से लगौ जेरा बाबाजी को देखाउ ना को डाकिला गाउ जे से बेहार रही तेरे बड़ा भल परंपरी जे तो हम 3 दिन टूर्नामेंट हम जल्दी नाच साथ दिबा ना हो बर्तमान हमर भाव घोषणा करिवे आजिर फलाफल जय बाबा नीलकंठेश्वर धन्यवाद विपिन सर कृष्ण सर किसी कहवाक जेहेतु सारा राति आम पाखे से अच्छा किसी कहतु अल्प समय मध्य हेलो जय जगन्नाथ जय बाबा नीलकंठेश्वर ये रहा दीटा आखिर विचार दीटा आखिर आम नंबर दौचु कि हजार हजार आखि देखुची हजार हजार आखिटा को आम के बंद कर तेणु कौटा परिसर भी त्रुटि रोचे तेणु आम विचार शक्ति भी हुए तो केत आम विचार करूँ कहीदेबू जे भाषा बादे तुम यहाँ करनी से दोष क्षमा करेंगे भाषा सदाबले उन्नत मान रखिए आज स्वाद भित्तिक दुई दल दुई जना विचारक
ବହୁତ ବାଟ ପର୍ଯ୍ୟନ୍ତ ନେଇଗଲୁ। ସେଥିରେ 19-20 ଖେଳ ଚାଲିଲା। କେନ୍ଦ୍ର ବାଲା ଯେତେବେଳେ ଆସିଲା ଆମର ଯୋଗୀ ଅବସ୍ଥା ସେଇଟା ଖେଳ ଚିତପଟାଙ୍ଗ ମାରିଛି। ଚିତଗଣ୍ଡା ବୋଲେ କେନ୍ଦ୍ରାଡି ସ୍ୱତନ୍ତ୍ର ବହିଯାଇଛନ୍ତି। ଦ୍ୱିତୀୟରେ ଉତ୍ତର ସମ୍ୟକ ସୂଚନା ମାଧ୍ୟମରେ ରହିଛି। କିନ୍ତୁ ଆପଣଙ୍କର ଯେତେବେଳେ ଆସିଲା ଶବରକୁ କେଳା କେଳା ଶବର ବାଦ୍ୟକାର ରହିଲା। ଆପଣଙ୍କର ସ୍ୱାଙ୍ଗ ଭିତ୍ତିକ ରହିଲା କଳାକାର ମଞ୍ଚକୁ ମାଇନସରେ ଆସିଛନ୍ତି ସେଥିରେ ମାଇନସ। ତେଣୁ ଆମେ ସବୁଆଡୁ ଦେଖୁଛୁ ଯେତେବେଳେ ନିଜ ଉପରେ ଆସେ କିଛି ବିପଦ ସେସବୁ ବିପଦକୁ ଆଣିବା ପାଇଁ ଆମେ ଉଭୟ ପକ୍ଷର ଟାଣୁଆନି ଧରି ବସୁଛୁ। ସେ କୋଉଠି ରହିଲା ତାର ମେନ୍ ଜିନିଷ ତାକୁ ଆମେ ପୁଣି ଆଉଥରେ ସଜାଡି ଚେଷ୍ଟା କରିବୁ। ଆମେ ଏଥିରେ ସେ ତମର କଣ୍ଠ ପଡି ତମର କାଇଁ ମିଷ୍ଟର ନିର୍ଦ୍ଦେଶ ଦେଇଛୁ ଏପଟୁ ମଧ୍ୟ ନିର୍ଦ୍ଦେଶ ଦେଇଛୁ। ତେଣୁ ଉଭୟ ଦଳ ବିଚାରକୁ ଆମେ ଗ୍ରାମ କମିଟି ହସ୍ତାନ୍ତର କରିଛୁ। ତେଣୁ ଜଣେ ତ ଜିତି ପର୍ଯ୍ୟନ୍ତ ହାରିବ, ସେଥିରେ ହାରିଗଲା ବାଲା ମନ ଦୁଃଖ କରିବା ଦରକାର ନାହିଁ। ଜିତିଲା ବାଲା ମହୋଦଧି ପାଇଲେ ବୋଲି ଖୁସି ହେବା ଦରକାର ନାହିଁ। ଆଗକୁ ଆହୁରି ଅଛି। ତେଣୁ ଏଥିପାଇଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ହ୍ୟାଲୋ, ଠିକ ଅଛି। ସାରା ରାତି ଏବଂ 2 ଦିନ ପୂର୍ବରୁ ବି ଆମେ ସମସ୍ତେ ପରିଶ୍ରମ କରିକି ପୁରା ଟାୟାର୍ଡ, ଦର୍ଶକ ମାନେ ବି ମଧ୍ୟ ଆଜି ଘରକୁ ଯିବା ପାଇଁ ବ୍ୟସ୍ତ। ବର୍ତ୍ତମାନ ମୁଁ ଆମ ନୀଳକଣ୍ଠେଶ୍ୱର ସାଂସ୍କୃତିକ କାର୍ଯ୍ୟ କମିଟି ତରଫରୁ ଅନୁରୋଧ କରୁଛି କିମ୍ବା ହାତ ଯୋଡ଼ି ପ୍ରଣାମ କରୁଛି ଉପସ୍ଥିତ ସମସ୍ତ ଦର୍ଶକ ଆଗ ପ୍ରଥମେ ଗୋଟେ ତାଳି ମାରନ୍ତୁ ଯେ ସବୁ ବର୍ଷ ଆପଣଙ୍କର ଆଶୀର୍ବାଦ ଆମ ଉପରେ ରହୁ। ଧନ୍ୟବାଦ। ଆଜି ଏଇ ଯୋଉ ପ୍ରଥମ ରଜନୀର ନୃତ୍ୟ ପରିବେଷଣ ହେଲା, ତାଙ୍କର ଘୋଷଣା ପତ୍ର ଆମ ଗହଳରେ ଆସି ପହଞ୍ଚିଅଛି। କଂସରା ଦଣ୍ଡପାଟି 103 ପଏଣ୍ଟ ଅଧା ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି। ତେଣୁ ମୁଁ ଅନୁରୋଧ କରୁଛି ଆମ କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମହୋଦୟ ତାଙ୍କୁ ତାଙ୍କର ଦ୍ୱିତୀୟ ସ୍ଥାନ ପାଇଁ ବିଚାର କରି ତାଙ୍କୁ ବିଦାୟ ଦେବେ ଏବଂ ସରପା ଦଣ୍ଡପାଟି 104 ପଏଣ୍ଟ ଅଧା ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଅଛି। ଏହି ଘୋଷଣା ଆମ ପାଖରେ ପହଞ୍ଚିଥିଲା, ଏହା ଆମେ ଆପଣଙ୍କୁ ପ୍ରକାଶ କଲୁ। ଏବଂ ଆଜି ଦ୍ୱିତୀୟ ରଜନୀ ଏହି ମଞ୍ଚରେ ପୁଣି ହବ ଠିକ ସମୟରେ। ଆଜିର ଦ୍ୱିତୀୟ ରଜନୀରେ ଏହି ଦଣ୍ଡ କମିଟି ତରଫରୁ ଘୋଷଣା କରୁଅଛି ବଳରାମ ପ୍ରସାଦ ସହିତ କାଣ୍ଡେଶ୍ୱର ଖ। ଚେଷ୍ଟା କରିବୁ ସମୟ ଅନୁସାରେ ଆମେ ଆରମ୍ଭ କରିବା ପାଇଁ। ସମସ୍ତ ଦର୍ଶକ ମାନଙ୍କୁ ଅନୁରୋଧ ଆପଣ ଆସି ଶାନ୍ତି ଶୃଙ୍ଖଳାରେ ନିଜ ନିଜର ସ୍ଥାନ ଅଧିକାର କରି ନାଚ ଦେଖିବା ପାଇଁ। ଜୟ ବାବା ନୀଳକଣ୍ଠେଶ୍ୱର। Gracias.